ଭଗବାନ ଶନି ଦେବଙ୍କ ଚଳନ ଦ୍ୱାରା ଏହି ରାଶିମାନେ ନିଜର ଭାଗ୍ୟରେ ପରିବର୍ତ୍ତନ ଦେଖିବାକୁ ପାଇବେ। ଶନି ଦେବଙ୍କର ଦୟା କେବେ ଭିକାରୀ ମଧ୍ୟ ଧନବାନ ହୋଇପାରିବ, ମାତ୍ର ତାଙ୍କ କୋପରୁ କେଜେ ଧନୀ ନିଜର ସର୍ବସ୍ୱ ହରାଇପାରେ। ଏହି ଦେବତା ହେଉଛନ୍ତି ନ୍ୟାୟର ଦେବତା। ଯଦି ଆପଣ କିଛି ଭୁଲ କର୍ମ କରି ଥାଆନ୍ତି ତେବେ ଏହି ଗ୍ରହ ଚଳନ ସମୟରେ ଆପଣଙ୍କୁ ଏହା ପରିଣାମ ମିଳିଯିବ। ତେବେ ଏମିତି କିଛି ରାଶିମାନେ ଅଛନ୍ତି ଯେଉଁମାନେ ଏହାଙ୍କ କୃପାରୁ ଲାଭବାନ ହେବାକୁ ଯାଉଛନ୍ତି, ମାତ୍ର କିଛି ସାବଧାନୀର ସହ ଆପଣଙ୍କୁ ଆଗକୁ ଯାଆନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ରାଶିମାନେ ନିଜର ଜୀବନରେ ଭଲ କରିବେ ଓ କ'ଣ କ'ଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ମେଷ ରାଶି, ଆପଣ ଯାହା ଚାହୁଁଛନ୍ତି ତାହା ସମ୍ପୂର୍ଣ୍ଣ ଲାଭ ହେବ ନାହିଁ। ଆପଣ ଟିକେ ଅଶାନ୍ତ ରହିପାରନ୍ତି। ଶନି ଓଲଟା ଚାଲୁଥିବାରୁ ଆପଣଙ୍କ ଚରମ ରୋଗ ବିହାରିପାରେ। ତେଣୁ ଏହି ପ୍ରତି ସାବଧାନ ରୁହନ୍ତୁ। ଘରେ କିଛି ଧନକ୍ଷୟ ହୋଇପାରେ। ପରିବାରରେ ଶାନ୍ତ ରହିପାରିବ। ବୃଷ ରାଶି, ଆପଣଙ୍କୁ ନିଜର କାମ ପାଇଁ ଅପେକ୍ଷା କରିବାକୁ ପଡ଼ିବ। କାହାକୁ କିଛି କଥା ଦେବା ପୂର୍ବରୁ ଚିନ୍ତା କରି ନିଅନ୍ତୁ। ନିଜର କଥାରେ ସଂଯମ କରନ୍ତୁ। ଆପଣ ନିଜ ବାଣୀ ଦ୍ୱାରା ନିଜର ସମୟକୁ ସୁଧାରି ପାରିବେ। ମିଥୁନ ରାଶି, ଆପଣ ନିଜର ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ଆର୍ଥିକ ସମସ୍ୟା ଆସିପାରେ, ମାତ୍ର ପରେ ଏହା କିଛି ସମୟ ପରେ ସୁଧୁରିଯିବ। ନିଜର କାମ କରିବା ସମୟରେ ଟିକେ ଜଗି ରଖି କାମ କରନ୍ତୁ। ଆପଣ ଉତ୍ତୀର୍ଣ୍ଣ ହେବେ। ବିଦ୍ୟାର୍ଥୀମାନେ ପଢ଼ାରେ ଆଗ୍ରହୀ ରହିବେ। କର୍କଟ ରାଶି, ଆପଣ ପ୍ରତ୍ୟେକ ଦିଗକୁ ସଫଳ ହେବେ। ବିଦେଶ ଯିବାର ଯୋଗ ଅଛି। ନିଜର ଗାଡ଼ି ଚଲାଇବା ସମୟରେ ସାବଧାନ ସହ ଚଳାନ୍ତୁ। ନିଜର ମିତ୍ର ଆପଣଙ୍କ ସହ ଆପଣଙ୍କ ସୁସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ। ସିଂହ ରାଶି, ଆପଣ ଭଲ ଦିଗରେ ନିଜର ଧନ ନିବେଶ କରିବେ, ସେଥିରୁ ଉନ୍ନତି କରିବେ। ଯଦି ଚାକିରି କରିବାକୁ ଚାହୁଁଛନ୍ତି ତେବେ କିଛି ସମୟ ରହିଯାଆନ୍ତୁ। କିଛି ଦିନ ପରେ ଚେଷ୍ଟା କରିବେ। ଆତ୍ମବଳର ସହ ଆଗକୁ ଯାଆନ୍ତୁ। ଆପଣ ସଫଳତା ହେବେ। କନ୍ୟା ରାଶି, ଆପଣ କିଛି ଗଭୀର ଚିନ୍ତାରେ ରହିପାରନ୍ତି। ନିଷ୍ପତ୍ତି ନେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନେବେ। ଆପଣ ଯଦି ଚାକିରି କରିଛନ୍ତି ତ ସେଥିରେ ଶୁଭ ଫଳ ପାଇବେ। ଯଦି କିଛି ସରକାରୀ କାମ ଅଟକିଥିବ ସମ୍ପୂର୍ଣ୍ଣ ହୋଇଯିବ। ତୁଳା ରାଶି, ଏହି ରାଶିର ଲୋକମାନଙ୍କୁ ନିଜର ପ୍ରତ୍ୟେକ କାମ କରିବା ସହଜ ହେବ ଶନିଙ୍କ ଦୟାରୁ। ନିଜର ଘର ଲୋକଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ। ନିଜର ଜମା ରଖିଥିବା ରାଶିକୁ ଦେଖିକି ନିବେଶ କରନ୍ତୁ। ବିବାହର ଯୋଗ ମଧ୍ୟ ଅଛି ଆପଣଙ୍କର। ବିଛା ରାଶି, ଆପଣ ଆର୍ଥିକ ସ୍ଥିତି ଭଲ ରହିବ। ଆପଣ ନିଜ ଇଚ୍ଛା ଅନୁସାରେ ଚାକିରି ପାଇବେ। ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିବେ। ସନ୍ତାନମାନଙ୍କ ପାଖରୁ କିଛି ଭଲ ଖବର ମିଳିପାରେ। ଆପଣଙ୍କ ସମ୍ପତ୍ତି ବଢ଼ିବାରେ ଯୋଗ ଅଛି। ବନ୍ଧୁଗଣ, ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭିଡ଼ିଓ ଗୋଟେ ଲାଇକ୍, ସେୟାର, କମେଣ୍ଟ କରିବାକୁ କେବେ ବି ଭୁଲିବେ ନାହିଁ। ଆଉ ଆପଣଙ୍କର କେଉଁ ରାଶି ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଜୟ ଶନିଦେବ।